ଆପଣ ଏମିତି ବହୁତ ଥର ଭାବିଥିବେ ନା କି ମୁଁ ଯାହା ଡେଲି କରିବାକୁ ଚାହୁଁଛି ମୁଁ କରିପାରୁନି। ତ ମୁଁ ଏବେ କ'ଣ କରିବି ନା ଗୋଟେ ରୁଟିନ୍ ବନେଇବି ଆଉ ଡେଲି ସେ ରୁଟିନ୍‌କି ଫଲୋ କରିବି। ଆଉ ମୋ ନିଜ ଲାଇଫ୍‌କି ପ୍ରଡକ୍ଟିଭ୍ ବନେଇବି। ଆପଣ ରୁଟିନ୍ ବି ବନାନ୍ତି ଆଉ ସେ ରୁଟିନ୍‌କି ନା ଆପଣ 2 ଦିନ ଫଲୋ ବି କରନ୍ତି। କିନ୍ତୁ ତାପରେ ରୁଟିନ୍ ବାଟରେ ଆପଣଙ୍କ ପ୍ରଡକ୍ଟିଭନେସ୍ ଆପଣଙ୍କ ବାଟ ଭିତରେ ଆପଣ ଛୋଟ ଆଭାସଟେ ତ ପାଇଯିବେଣି କି ଏକ୍ଜାକ୍ଟ ମୁଁ କ'ଣ କହିବାକୁ ଚାହୁଁଛି। ଆପଣଙ୍କ ଲାଇଫ୍‌କୁ ସ୍ମୁଥଲି ନେବା ପାଇଁ ଆପଣଙ୍କ କାପାସିଟି ଅନୁସାରେ ଆପଣଙ୍କ ପାଇଁ ଡେଲି ରୁଟିନ୍‌ଟେ ବନେଇବାକୁ ପଡ଼ିବ। ଯାହାଦ୍ୱାରା ଆପଣଙ୍କ ଲାଇଫ୍ ଗୋଟେ ଅର୍ଗାନାଇଜ୍ଡ ୱେରେ ଗୋଟେ ଡିସିପ୍ଲିନ୍ ୱେରେ ଯିବ। ତାହେଲେ ଆଜି ମୁଁ ଆପଣଙ୍କୁ କହିବି କି ଗୋଟେ ସ୍ମାର୍ଟ ୱେରେ ଆପଣଙ୍କ କାପାସିଟି ଅନୁସାରେ ଆପଣ ରୁଟିନ୍‌ଟେ ବନେଇବେ କେମିତି। ଆଉ ସପୋଜ୍ ଆପଣ ରୁଟିନ୍‌ଟା ବନେଇଦେଲେ, ସେ ରୁଟିନ୍‌କୁ ଆପଣ ଫଲୋ କରିପାରୁନାହାନ୍ତି କାହିଁକି? ସେ ରୁଟିନ୍‌ରେ ପ୍ରୋବ୍ଲେମ୍ କ'ଣ ରହୁଛି? ଆଉ ଆମର 2ଟା ଜିନିଷ ଯଦି ଫେଲ୍ ମାରିଗଲା ମାନେ ଆପଣ ରୁଟିନ୍ ବନେଇଦେଲେ ଆଉ ଆପଣ ଫାଇଣ୍ଡ ଆଉଟ୍ ବି କରିଦେଲେ ମୋର କ'ଣ ପ୍ରୋବ୍ଲେମ୍ ପାଇଁ ମୁଁ ସେ ରୁଟିନ୍‌କି ଫଲୋ କରିପାରୁନି। ଏ 2ଟା ଜିନିଷ ବି ଆପଣ କରିଦେଲେ ତଥାପି ଆପଣ ରୁଟିନ୍‌କି ଫଲୋ କରିପାରୁନାହାନ୍ତି। ତାହେଲେ ମୁଁ 3 ନମ୍ବରରେ ବା ମୋର ଭିଡ଼ିଓ ମଝିରେ ଆପଣଙ୍କୁ ଗୋଟେ ସ୍ମାର୍ଟ ଟ୍ରିକ୍ କହିବି। ଯେଉଁ ସ୍ମାର୍ଟ ଟ୍ରିକ୍ ମାନେ ମ୍ୟାଜିକ୍ ଟ୍ରିକ୍ ସେଇଟାକୁ ଯାହାକୁ କୁହନ୍ତି ପୁରା ମ୍ୟାଜିକ୍ ଟ୍ରିକ୍। ଆପଣ ଯଦି ସେ ମ୍ୟାଜିକ୍ ଟ୍ରିକ୍‌କି ଫଲୋ କରିବେ ନା ତାହେଲେ ଆପଣଙ୍କ ରୁଟିନ୍ ଅଟୋମେଟିକ୍ ଚାଲିବାକୁ ଲାଗିବ। ତାହେଲେ ରୁଟିନ୍ ବନେଇବା ଆଗରୁ ପ୍ରଥମେ ନିଜକୁ ଗୋଟେ କ୍ୱେଶ୍ଚିନ୍ କରନ୍ତୁ କି ମୁଁ ରୁଟିନ୍‌ଟା କାହିଁକି ବନେଇବାକୁ ଚାହୁଁଛି। ଆଜ୍ ୟୁଜୁଆଲ୍ ମୁଁ ସବୁ ଟାଇମ୍ ଭଳି ଏଥରକ ବି କହୁଛି ଆମର ହ୍ୱାଇଟା ନା ଯେଉଁ କାହିଁକି ମୁଁ କରିବାକୁ ଚାହୁଁଛି ସେ କାହିଁକିଟା ଆମର ସବୁବେଳେ ଗୋଟେ କ୍ଲିଅର୍ ହେବା ଦରକାର, ଗୋଟେ ଷ୍ଟ୍ରଙ୍ଗ ହେବା ଦରକାର। ତ ଆପଣ ଫାର୍ଷ୍ଟ ନିଜକୁ ପଚାରନ୍ତୁ ମୁଁ ଏ ରୁଟିନ୍‌ଟା କରିବାକୁ କାହିଁକି ଚାହୁଁଛି। ମୋର କେଉଁ ଇମ୍ପୋର୍ଟାଣ୍ଟ କାମ ଅଟକି ଯାଉଛି ଯେଉଁଟା ମୁଁ ନିହାତି କରିବାକୁ ଚାହୁଁଛି କିନ୍ତୁ ସମୟ ଅଭାବରୁ ବା କିଛି ବି କାରଣ ପାଇଁ ମୁଁ ସେ ଇମ୍ପୋର୍ଟାଣ୍ଟ କାମ କରିପାରୁନି। ଆପଣଙ୍କ ନଜରରେ କିଏ ଯଦି ଅର୍ଗାନାଇଜ୍ଡ କି ସକ୍ସେସଫୁଲ୍ ମଣିଷ ଅଛନ୍ତି ଆପଣ ତାକୁ ମାର୍କ କରିଥିବେ। ଆକ୍ଚୁଆଲି ତା'ର ଯେଉଁ 24 ଘଣ୍ଟା ନା ଆମର ବି ସେଇ 24 ଘଣ୍ଟା। କିନ୍ତୁ ତା'ର ନା ସବୁ ଟାଇମ୍ ଟେବୁଲ୍ ଫିକ୍ସ ଆଉ ସେଇଟା ସ୍ମାର୍ଟ ୱେରେ ଫିକ୍ସ ତା ହିସାବରେ ଫିକ୍ସ। କିନ୍ତୁ ଆମର କ'ଣ ଆମ ଲାଇଫ୍‌ଟା ହେଲା ମାନେ ବିନା ଗୁଗଲ୍ ମ୍ୟାପ୍‌ରେ ଗୋଟେ ଅନନୋନ୍ ଡେଷ୍ଟିନେସନ୍‌କୁ ଯିବା ଯେଉଁଠିକି ନା ପାଖରେ ମ୍ୟାପ୍ ଅଛି ନା ଆମ ପାଖରେ କିଛି ବି ନୋନ୍ ସୋର୍ସ ଅଛି ଜାଣିବା ପାଇଁ ଯେ ଆମର ଡେଷ୍ଟିନେସନ୍‌ଟା କେଉଁଠି। ତ ଆ ଦ୍ୱାରା କ'ଣ ହେବ ଆମର ଟାଇମ୍ ଲସ୍, ଗାଡ଼ିର ପେଟ୍ରୋଲ୍ ଲସ୍, ଲାଷ୍ଟରେ ସେ ଡେଷ୍ଟିନେସନ୍ ବି ଲସ୍। ତାହେଲେ ସମସ୍ତଙ୍କ ପରି ନା ଆମ ଲାଇଫ୍ ବି 24 ଘଣ୍ଟା। ସେ 24 ଘଣ୍ଟାରୁ ଆମକୁ ଆମ ଶୋଇବା ଟାଇମ୍‌କି ମାଇନସ୍ କରିବାକୁ ପଡ଼ିବ ମାନେ 6ରୁ 7 ଘଣ୍ଟା। ତ 6ରୁ 7 ଘଣ୍ଟା ମାଇନସ୍ ହେଇଗଲା ଆମ ପାଖରେ ଆଉ କେତେ ଘଣ୍ଟା ରହିଲା? 17ରୁ 18 ଘଣ୍ଟା ରହିଲା। ତ ଏବେ ସେ 17-18 ଘଣ୍ଟାକୁ ଆମେ ସ୍ମାର୍ଟ ୱେରେ ଡିଭାଇଡ଼୍ କରିବା। ମାନେ ଆପଣ ଗୋଟେ A4 ସାଇଜ୍‌ର ପେପର୍ ନେବେ, ହ୍ୱାଇଟ୍ ପେପର୍, ତାକୁ 4 ପାର୍ଟରେ ଡିଭାଇଡ଼୍ କରିବେ। ସେ 4 ପାର୍ଟରେ ଆପଣଙ୍କର ଫର୍ଷ୍ଟରେ ରହିବ ମର୍ଣ୍ଣିଂ ୱାକ୍ ଯେଉଁଟା ଆପଣଙ୍କର ରହିବ 5ଟାରୁ 9ଟା ବା ଆପଣ ଯଦି କିଏ ବ୍ରାହ୍ମ ମୁହୂର୍ତ୍ତରୁ ଉଠୁଥିବେ ମୁଁ ସିଓର୍ ବ୍ରାହ୍ମ ମୁହୂର୍ତ୍ତରୁ ତ କେହି ଉଠୁନଥିବେ କାରଣ ଆପଣ ଯଦି ବ୍ରାହ୍ମ ମୁହୂର୍ତ୍ତରୁ ଉଠୁଥିବେ ତାହେଲେ ଆପଣ ଏ ଭିଡ଼ିଓକୁ ମୋର ଆସିନଥିବେ। ବ୍ରାହ୍ମ ମୁହୂର୍ତ୍ତରୁ ଉଠୁଥିବା ଲୋକର ନା ରୁଟିନ୍ ଅର୍ଗାନାଇଜ୍ଡ ସବୁବେଳେ। ଠିକ୍ ଅଛି ଆମେ ଆମ ସ୍ମାର୍ଟ ୱେ ରୁଟିନ୍ କଥା ହେବା। ତ ହଁ 4 ପାର୍ଟରେ ଡିଭାଇଡ଼୍ କରିବେ। ତ ଫାର୍ଷ୍ଟ ଆମର ରହିବ ମର୍ଣ୍ଣିଂ ଯେଉଁଟା ମର୍ଣ୍ଣିଂ ଆମର 5ଟାରୁ 9ଟା। ସେକେଣ୍ଡରେ ରହିବ ମିଡ୍ ମର୍ଣ୍ଣିଂ ଆମର ହେଲା 9ଟାରୁ 12ଟା ବା 1। ଆଉ ଗୋଟେ ହେଲା ଆଫ୍ଟରନୁନ୍ ଟାଇମ୍ ଯେଉଁଟା ହେଲା 1ରୁ 5ଟା। ଆଉ ଆମର ହେଲା ଇଭିନିଂ ବା ନାଇଟ୍ ଟାଇମ୍ ସେଇଟା ହେଲା ଆମର 5ଟାରୁ ରାତି 10:30। ତ ଆମର ରୁଟିନ୍ ଷ୍ଟାର୍ଟ ହେଲା 5ଟାରୁ 10:30 ପର୍ଯ୍ୟନ୍ତ ମାନେ ସକାଳ 5ଟାରୁ 10:30 ଯାଏଁ। ୟାକୁ ଆମେ 4 ପାର୍ଟରେ ଡିଭାଇଡ଼୍ କଲେ ମର୍ଣ୍ଣିଂ, ମିଡ୍ ମର୍ଣ୍ଣିଂ, ଆଫ୍ଟରନୁନ୍ ଆଉ ଆମର ନାଇଟ୍ ଟାଇମ୍। ଏବେ ମୁଁ ଆପଣଙ୍କୁ କହିବି କି ଏଇ 4ଟା ଯେଉଁ ଆମେ ଡିଭାଇଡ଼୍ କଲେ ଆକୁ ଆମେ କେମିତି ଫିକ୍ସ କରିବା ହେଲା। ହଁ ୟାକୁ କହିବା ପୂର୍ବରୁ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ମୁଁ କହୁଛି। ପ୍ରଥମେ 4 ପାର୍ଟ କରିକିନା ଆକୁ ସାଇଡ଼୍ରେ ରଖନ୍ତୁ ଆଉ ଆପଣ ଫାର୍ଷ୍ଟ ଫାଇଣ୍ଡ ଆଉଟ୍ କରନ୍ତୁ କି ଆପଣଙ୍କର ଇମ୍ପୋର୍ଟାଣ୍ଟ କାମ କ'ଣ, ସବୁଠୁ ଇମ୍ପୋର୍ଟାଣ୍ଟ କାମ କ'ଣ। ହଁ ଇମ୍ପୋର୍ଟାଣ୍ଟ କାମ ମାନେ ମୁଁ ଏଇଟା କହୁନି ଯେ ଆପଣ କହିବେ ମୋର କୁକିଂ କରିବା କି ଜେଣ୍ଟସ୍ ମାନେ କହିବେ ମୋର ଅଫିସ୍ ଯିବା ବିଜନେସ୍ କି ଲେଡ଼ିଜ୍ ମାନେ ବି କହିବେ ଆମର କୁକିଂ ଆଉ ଆମର ଇଏ ହାଉସ୍ ହୋଲ୍ଡ ୱାର୍କ କି ଆମର ବି ଅଫିସ୍ ଯିବା ବି ସେମାନଙ୍କର ଥାଏ। ଏଗୁଡ଼ାକ କାଉଣ୍ଟ କରନ୍ତୁନି କାରଣ ମୁଁ ଜାଣିଛି ଯାହା ବି ହେଇଯାଉ ନା ଆପଣ ଏ କାମ ଗୁଡ଼ାକ କରନ୍ତି। ଲେଡ଼ିଜ୍ ଯାହା ବି ହେଇଯାଉ ସେ ତା'ର କୁକିଂଟା କରିବ ମାନେ କରିବ
ଆଉ ଝିଅମାନେ ବି ଅଫିସ୍ ଯାଉଛନ୍ତି ନା, ଜେଣ୍ଟସ୍ ହୁଅନ୍ତୁ କି ଲେଡ଼ିଜ୍ ହୁଅନ୍ତୁ, ଯାହା ବି ହେଇଯାଉ ସେମାନେ ତାଙ୍କ ଅଫିସ୍ ଯିବେ। ବିଜନେସ୍ ହୋଲ୍ଡର ବି ତାର ଯିଏ ବିଜନେସ୍ କରିଛି ସେ ବି ବିଜନେସ୍‌କୁ ଯିବ। ତ ଏଗୁଡ଼ାକ ଆପଣ ନିହାତି କରନ୍ତି, ଆକୁ ଆପଣ କେବେ ବନ୍ଦ କରନ୍ତିନି। ମୁଁ ସେଇ ଇମ୍ପୋର୍ଟାଣ୍ଟ କାମ କଥା କହୁଛି ଯୋଉଟା ଆପଣ କରିବାକୁ ଚାହାନ୍ତି, ଆପଣ ଜାଣନ୍ତି କି ଇଏ ଇମ୍ପୋର୍ଟାଣ୍ଟ କିନ୍ତୁ ମୋ ଟାଇମ୍ ଅଭାବ ଯୋଗୁଁ ମୁଁ କରିପାରୁନି। ଯେମିତି ଏକ୍ଜାମ୍ପଲ୍ ଦେଉଛି, ମୋ ଲାଇଫ୍‌ରେ ଇମ୍ପୋର୍ଟାଣ୍ଟ କାମ ହେଲା ମାନେ ଏକ୍ସେପ୍ଟ ହାଉସ୍ ହୋଲ୍ଡ ୱାର୍କ ଅର୍ ଏନିଥିଙ୍ଗ, ମୋ ଲାଇଫ୍‌ରେ ଇମ୍ପୋର୍ଟାଣ୍ଟ ଜିନିଷ ହେଲା ଫର୍ଷ୍ଟ ମୋର କିଛି ସ୍ପିରିଚୁଆଲ୍ ଆକ୍ଟିଭିଟି, ସେକେଣ୍ଡ ମୋ ଛୁଆର ପାଠପଢ଼ା, ଆଉ ଥାର୍ଡ଼ ହେଲା ମୋର କଣ୍ଟେଣ୍ଟ କ୍ରିଏସନ୍ ବା ରାଇଟିଂ। ମୋର ଏ ତିନିଟା ମାନେ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ। ତ ମୁଁ ଜାଣିଛି ଘର କାମ ସବୁ ତ ତା ହିସାବରେ ଚାଲିବ, କିନ୍ତୁ ମୋ ଏ ତିନିଟା ଜିନିଷ କେବେ ଖରାପ ନ ହଉ, କାରଣ ଇଏ ମୋ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ସେମିତି ସମସ୍ତଙ୍କର ଇମ୍ପୋର୍ଟାଣ୍ଟ କାମ ମୋର ଯାହା ଆପଣଙ୍କର ସେୟା ରହିବ ସେଇଟା କେବେ ନୁହେଁ, ସମସ୍ତଙ୍କର ଅଲଗା ଅଲଗା ଥାଏ। ଏମିତି ଆପଣଙ୍କର ବି କିଛି କିଛି ଇମ୍ପୋର୍ଟାଣ୍ଟ ୱାର୍କ ଥିବ, କାହାର ମାନେ କିଏ ହେଲ୍ଥ ପାଇଁ ବହୁତ କନସିୟସ୍ ଥିବେ, କାହାର ବି ପାସନ୍ ଅଲଗା ଅଲଗା ଥିବ, ତାଙ୍କୁ ଫଲୋ କରିବାର ଥିବ। କାହାର ବି କିଏ ବହୁତ ସ୍ପିରିଚୁଆଲ ମଣିଷ ହେଇଥିବ, ସିଏ ତାର ସ୍ପିରିଚୁଆଲ ଆକ୍ଟିଭିଟି କରିପାରୁନି, ଏସବୁ ଜିନିଷ। ତ ସମସ୍ତଙ୍କର କାମ ଇମ୍ପୋର୍ଟାଣ୍ଟ। ତ ଫାର୍ଷ୍ଟ ଆପଣ ମାନେ ଫାଇଣ୍ଡ ଆଉଟ୍ କରନ୍ତୁ କି ଆପଣଙ୍କର ଇମ୍ପୋର୍ଟାଣ୍ଟ କାମ ସବୁ କ'ଣ, ସେଗୁଡ଼ାକ ନୋଟ୍ କରିକି ଲେଖନ୍ତୁ। ତାପରେ କ'ଣ କରିବା, ଆମେ ଯେଉଁ ଇମ୍ପୋର୍ଟାଣ୍ଟ କାମ ରହିଲା ଆଉ ଆମେ ଯେଉଁ 4 ପାର୍ଟରେ ଟାଇମ୍‌କି ଆମର ଡିଭାଇଡ଼ କରିଛେ, ଆପଣ ଆପଣଙ୍କ କାପାସିଟି ଆପଣଙ୍କ ଟାଇମ୍ ଅନୁସାରେ ନା ଫିକ୍ସ କରନ୍ତୁ କି କେଉଁ କାମକୁ କେଉଁ ଟାଇମ୍‌ରେ କରିବେ। ଆପଣ ତ ଆପଣଙ୍କ ଇମ୍ପୋର୍ଟାଣ୍ଟ କାମକୁ ସବୁ ଏବେ ସେ ଟାଇମ୍ ଭିତରେ ଫିକ୍ସ କରିଦେଲେ। ଏବେ ମୁଁ ଆପଣଙ୍କୁ କହିବି ଯେ ଆମର ଯେଉଁଟା ମର୍ଣ୍ଣିଂ ଟାଇମ୍ ମାନେ 5ଟା କିମ୍ବା 4ଟାରୁ 9ଟା ପର୍ଯ୍ୟନ୍ତ, ଏ ଟାଇମ୍ ଭିତରେ ଆପଣ କ'ଣ କ'ଣ କାମ କରିପାରିବେ। ଆକ୍ଚୁଆଲି ଏ ଟାଇମ୍‌ରେ ଆପଣ ଯଦି ସ୍ପିରିଚୁଆଲ ମଣିଷ ହେଇଥାନ୍ତି କି କିଛି ବି ସ୍ପିରିଚୁଆଲ ଆକ୍ଟିଭିଟି କରୁଥାନ୍ତି, ତାହେଲେ ଟ୍ରାଏ କରନ୍ତୁ ଏଇ ଟାଇମ୍ ଭିତରେ ନା ଏ ସ୍ପିରିଚୁଆଲ ଆକ୍ଟିଭିଟି ସାରିବା ପାଇଁକି। କାରଣ ଏ ସମୟରେ ନା ବହୁତ ଶାନ୍ତ ପରିବେଶ ଥାଏ, ଆଉ ଏ ସମୟରେ ସ୍ପିରିଚୁଆଲ ଆକ୍ଟିଭିଟି କରିବା ବହୁତ ମାନେ ଭଲ ଜିନିଷ, ଆଉ ଆପଣଙ୍କ ମାଇଣ୍ଡ ବି ସ୍ଥିର ହୁଏ, କନସେନ୍ଟ୍ରେଟ୍ କରି ହୁଏ ଇଏ। ଆଉ ହଁ, ଯେଉଁମାନେ ଷ୍ଟୁଡେଣ୍ଟ ଅଛନ୍ତି ସେମାନେ ବି ଏ ସମୟରେ ପାଠ ପଢ଼ିପାରିବେ। ଆଉ ଯେଉଁମାନେ ଏକ୍ସରସାଇଜ୍ କି ଜିମ୍ ଏସବୁ କାମ କରୁଛନ୍ତି ନା, ଏସବୁ ଆକ୍ଟିଭିଟି କରନ୍ତି, ସେମାନେ ଏ ସମୟରେ ସେଇ ଜିନିଷ ବି କରିପାରିବେ। ଆଉ ହଁ, ବେସିକଲି ଲେଡ଼ିଜ୍ ମାନଙ୍କର ଏ ସମୟରେ ବ୍ରେକଫାଷ୍ଟ ବନେଇବାର କାମ ଥାଏ। କିଛି କିଛି ଲେଡ଼ିଜ୍ ବ୍ରେକଫାଷ୍ଟ ଆଉ ଲଞ୍ଚ ଆଟ୍ ଏ ଟାଇମ୍ ବି ବନାନ୍ତି, କାରଣ ସମସ୍ତଙ୍କ ସ୍କେଡ୍ୟୁଲ୍ ସମାନ ନୁହେଁ ନା। କାହାର କାହାର ଛୁଆ ସ୍କୁଲ ଯିବାର ଥାଏ ଟାଇମ୍‌ରେ, କାହାର କାହାର ହଜବେଣ୍ଡ ମାନେ 8ଟା 8:30 ଭିତରେ ଅଫିସ୍ ବି ଯିବାର ଥାଏ, କାହାର ବିଜନେସ୍ ମାନେ ଲୋକ ତାଙ୍କ ହିସାବରେ ତାଙ୍କର ଟାଇମ୍ ଫିକ୍ସ। ତ ଆପଣ ସେହି ହିସାବରେ ଆପଣଙ୍କ ମର୍ଣ୍ଣିଂ ରୁଟିନ୍ ଫିକ୍ସ କରିବେ। ଆଉ ହଁ, 9ଟା ଭିତରେ ବ୍ରେକଫାଷ୍ଟ, 9ଟା 9:30 ଭିତରେ ବ୍ରେକଫାଷ୍ଟ ସାରନ୍ତୁ, ମାନେ ମୋ ମତଲବ ଖାଇବାଟା ସାରନ୍ତୁ। ଆଉ ସାରିଲା ପରେ ନା ସବୁଠି ଇମ୍ପୋର୍ଟାଣ୍ଟ କାମ ଆପଣ କରନ୍ତୁ, 10 ମିନିଟ୍ ପାଇଁ ପେନ୍ ପେପର ଧରିକି ବସିଯାଆନ୍ତୁ। ଆଉ ସେଠି ଲେଖନ୍ତୁ କି ଆଜି ଦିନରେ ଆପଣଙ୍କର ଇମ୍ପୋର୍ଟାଣ୍ଟ କାମ କ'ଣ ଅଛି କରିବା ପାଇଁକି। ମାନେ ସପୋଜ୍ ଆପଣଙ୍କର ଅଛି କି ମୋତେ ଆଜି କବୋର୍ଡ଼ ଏରିଆ ସଫା କରିବାର ଅଛି, ସେଠି ଆପଣ ଲେଖିବେ କି କବୋର୍ଡ଼ ଏରିଆ କ୍ଲିୟର। ଯଦି ଆପଣଙ୍କର ଥିବ କି ମୋ ଛୁଆର ସ୍କୁଲର କିଛି ଇମ୍ପୋର୍ଟାଣ୍ଟ ଆସାଇନମେଣ୍ଟ ଅଛି, ତ ସେଇଟାକୁ ମୋ ସାଇଡ଼ରୁ ମୋତେ କିଛି କରିବାକୁ ପଡ଼ିବ, ତ ଆପଣ ସେଇ ଇମ୍ପୋର୍ଟାଣ୍ଟ ଜିନିଷ ବି ଲେଖିପାରିବେ। ମାନେ ମୋ କହିବା କଥା, ଯାହା ବି ଆପଣଙ୍କର ଇମ୍ପୋର୍ଟାଣ୍ଟ ଜିନିଷ ନା, 3-4ଟା ଇମ୍ପୋର୍ଟାଣ୍ଟ ଜିନିଷ, ଯାହାର ଯେତେଟା ମାନେ ହାର୍ଡ଼ଲି ଅଧିକା ବି ରଖନ୍ତୁନି, 3-4ଟା ହାର୍ଡ଼ଲି ରଖନ୍ତୁ। ତାକୁ ଫାଇଣ୍ଡ ଆଉଟ୍ କରିକି ସେଇ ବ୍ରେକଫାଷ୍ଟ ପରେ ପେନ୍ ପେପର ଧରିକି ଲେଖିଯାଆନ୍ତୁ। ଆଉ ଗୋଟେ କଥା ଜାଣନ୍ତି, ଆପଣ ପେନ୍ ପେପରରେ କିଛି ଜିନିଷ ଯେତେବେଳେ ରାଇଟ୍ କରନ୍ତି ନା, ସେଇଟା ଆମ ମାଇଣ୍ଡର ମାନେ ସବକନସିୟସ୍ ମାଇଣ୍ଡକୁ ସିଗ୍ନାଲ ଯାଏ, ଆଉ ସେ କାମ କରିବାକୁ ଆମର 42% ଏଫିସିଏନ୍ସି ଆହୁରି ବଢ଼ିଯାଏ। ଆପଣ ଜାଣନ୍ତି, ମାନେ ଆମର ଜାପାନିଜ୍ ମାନେ ଯେଉଁମାନଙ୍କର ଲାଇଫଷ୍ଟାଇଲ୍ ନା ବହୁତ ଲଙ୍ଗ୍ ଆଉ ହେଲ୍ଦି ଲାଇଫଷ୍ଟାଇଲ୍। ଆଉ ଜାପାନିଜ୍ କଣ୍ଟ୍ରିର ଗୋଟେ ବୁକ୍ ଅଛି, ଆଇ ଥିଙ୍କ ଇକାଗାଏ, ବହୁତ ସାରା ଲୋକ ପଢ଼ିଥିବେ, ଇକିଗାଏ। ସେ ବୁକ୍ସରେ ନା ଜାପାନିଜ୍ ମାନଙ୍କର ଲାଇଫଷ୍ଟାଇଲ୍ ମାନେ ମେଣ୍ଟେନ୍ ଅଛି, ସେଥିରେ ସେମାନେ ଏଇ ଜିନିଷଟା ବି ଫଲୋ କରନ୍ତି କି ବ୍ରେକଫାଷ୍ଟ ପରେ 10 ମିନିଟ୍ ନିଜକୁ ଦିଅନ୍ତି, ଶାନ୍ତିରେ ବସନ୍ତି। କେଉଁ କାମଟା ତାଙ୍କର ଇମ୍ପୋର୍ଟାଣ୍ଟ ସେମାନେ ସେଇ ଜିନିଷଟାକୁ କ'ଣ କରନ୍ତି ନା ସେଠି ଲେଖନ୍ତି କି ଆମକୁ ଏଇ କାମ କରିବାର ଅଛି। ତାହେଲେ ମୋର କହିବା କଥା ହେଲା, ଆପଣମାନେ ବି ବ୍ରେକଫାଷ୍ଟ ପରେ ନା ଏଇ ଜିନିଷଟା ରାଇଟ୍ କରିବା କେବେ ବି ଭୁଲନ୍ତୁନି। ଆପଣ ଦେଖିବେ ଏ କାମଟା କରିକି ନା ମାନେ ଆପଣଙ୍କ କାମ ବହୁତ ପ୍ରଡକ୍ଟିଭ୍ ହେବ, ବହୁତ ପ୍ରଡକ୍ଟିଭ୍ ଆପଣ ବନେଇଯିବେ। ଇଏ ତ ରହିଲା ଆମର ମର୍ଣ୍ଣିଂ ଆମର 5ଟାରୁ ଯେଉଁଟା ଆମର କହିଲି 9ଟା 9:30 ପର୍ଯ୍ୟନ୍ତ। ତାପରେ ସେକେଣ୍ଡ ଆମର ଆସୁଛି ମିଡ୍ ମର୍ଣ୍ଣିଂ ଯେଉଁଟା ଆମର 9ଟାରୁ 12ଟା। ମାନେ ଏ ଟାଇମ୍‌ରେ ବି ଯେଉଁ ଲେଡ଼ିଜ୍ ମାନଙ୍କର ଲଞ୍ଚ ବନେଇବାର ଅଛି ଲଞ୍ଚ ବନେଇବେ, ଯାହାର ଅଫିସ୍ ଯୁଆଡ଼େ ଯାଇପାରିବେ, କିନ୍ତୁ ବେସିକ୍ ଯେଉଁମାନେ ଘରେ ରହୁଛନ୍ତି ଆଉ ଯାହାର ଏଫିସିଏନ୍ସି ବାଲା କାମ ଅଛି କରିବା ପାଇଁ, ମାନେ ସେ କାମରେ ବହୁତ ଏନର୍ଜି ଦରକାର, ଏଇ ଟାଇମ୍‌ରେ ନା ଆପଣ ସେ ଏନର୍ଜି ବାଲା କାମ କରିବେ। କାରଣ 9ଟାରୁ 12ଟା ଟାଇମ୍ ନା ଆମ ବଡ଼ିର ୱାର୍କ ପାୱାର ଯେଉଁଟା ଆମର ଏଫିସିଏନ୍ସି ବହୁତ ଥାଏ।
तो ए समय आपण जते एफिशिएंसी वाला माने हाई एनर्जी वाला काम करेंगे। आउ आमर रहा आफ्टरनून माने 12 रु 5टा ये है माने मोर एक्चुअली बहुत फेवरेट टाइम ए समयटा कारण ए समय ना मु माने मोर स्पिरिचुअल एक्टिविटी किसी भी बाकी रही जाइए स्क्रिप्चर पढ़ा मु करे मो पैशन कंटेंट राइटिंग ए समय ना वीडियो एडिटिंग रिकॉर्डिंग मु ए समय ही करे कारण ए समय कौन हुए फैमिली रा समस्त सोई पड़थिबे छुआ भी सोई पड़थिबो जार ऑफिस जीवा लोक ऑफिस भी पळैथिबे बिजनेस जार लोक से माने बिजनेस भी पळैथिबे आपनको माइंड ना शांत थिबो कामर भी एते प्रेशर नथिबो तेणु करी आपण एई टाइम रे आपनकर पैशन फॉलो करि परिबे ए टाइमटा एक्चुअली आपण केबे भी वेस्ट करिया को देबेनी जदि भी आपणकर रेस्ट नबार अच्छी अध घंटा रेस्ट नियंतु ता माने नुहे जे आपण 2-3 घंटा सोई पड़िए पूरा खरा बेल पाइले 2-3 घंटा सोई पड़िए ना अध घंटा टाइम नियंतु आ ए अध घंटा टिके रेस्ट नहीं आपण पैशन फॉलो करिया लगी जातु ए समय ये हला आपण सुनिथिबे थॉमस एडिसन का ना तांकर लाइफस्टाइल जेतेबेले मु पढुथली गोटे बढ़िया इंटरेस्टिंग जिनस जानिया को पाइली से साइंटिस्ट किंतु सी कौन करती जितेबाला जॉब करुले कि जॉब रे जितेबाला फ्री टाइम मिले फ्री टाइम माने ए समयटा फ्री टाइम से कौन करती एक्सपेरिमेंट पे टाइम टाक पूरा फिक्स रखती कारण अनुसार ए समय ना पैशन फॉलो करिया निजर किसी फेवरेट जिनस करने की बेस्ट टाइम हूँ यहाँ हिसाब से तो थॉमस एडिसन एग्जैक्ट यही टाइम रे ही ना जो इलेक्ट्रिक बल्ब ना तार इन्वेंटर है थॉमस एडिसन से ए टाइम रे ही इलेक्ट्रिक बल्ब रो एक्सपेरिमेंट करके सक्सेसफुल होते जोटा लाइफस्टाइल लिखा अच्छे तो मो कहवा कथा लेडीज हूँ कि जेन्ट्स जो मैंने एक खरा बेल समयटा आफ्टरनून समयटा घरे पाउच तो तुम्हें मैंने निजर पैशन फॉलो करिया लाग ए समय आपको सोईक वेस्ट दिया दियोनी कि फोन स्क्रॉल रे भी लागनी हाँ ठीक अच्छे फोन देखा इच्छा है 10 मिनिट टाइम फिक्स करी 10 मिनिट देखीदेली तापर फोन को साइड कर रखिली निज काम लगे नुह जे सब बेल फोन स्क्रॉल करुथी पूरा खरा बेलटा से बीतेदेवी कि पूरा सोईकी बीतेदेवी ना ए समयटा ना लोक मैंने निजपाई व्यवहार करते जो मानकर सत्य निजपाई किसी करने इच्छा से ए टाइम की यूटिलाइज करते आप देखो आप 3 घंटा सोईक उठिले खरा बेला आपको जमी लगे ना आप अध घंटे सोईक उठंतु आपको एक्जाक्ट से ही फिल हम तापर आमर आउ गोटे समय है इवनिंग टाइम जोटा आमर 5टा रु रमर राति 10टा 10:30 पर्यंत तो ए समय आपन कौन करेंगे लेडीज होता है कुकिंग डिनर स्नैक्स बनवा सेटा करूँ पिलांर पाठ पढ़ा यहाँ भी देखूँ मेक श्योर पिला पाठ पढ़ा टाइम रे फोन को साइड रे रखु डोंट डिस्टर्ब मोड रे रखु रिलेटिव सांगसाथी को कहीकि भी रखु कि मो छुआर पाठ पढ़ा टाइम कि मोर इम्पोर्टाट काम करिया टाइम एटा मो फोन रिसीव कर परिबिनी कि किछि भी कहीकि रखु ए समय हाँ आउ इवनिंग समय आपण स्ट्रेचिंग जिनस भी करेंगे कारण आपण होल डे पूरा काम रहिले पूरा व्यस्त रहिले तो ए इवनिंग टाइम आप 10 मिनिट स्ट्रेचिंग करेंगे कि आमर ब्रीदिंग किसी अच्छी प्राणायाम जोटा सेटा ब्रीदिंग एक्सरसाइज सेटा भी आपण करेंगे आ डिनर बनइबार थिले ए समय बनइबे जहाँ भी इम्पोर्टाट रही इवनिंग टाइम रे सेटा सारिबे आ हाँ मेक श्योर 10:30 कि 10टा आपनकर फाइनल सोइबाटा भी हवा दरकार 10:30 फाइनल रखु 10:30 बेड रे पड़िले 11टा को निद ही आसो पड़ू पड़ू सांगे सांगे निद आसबनी हाँ जदि बॉडी बहुत टायर्ड थी आमको निद आसो ना निद आपको सहजरे भी आसबनी ठीक अच्छे ये जिनस कर हाँ शोया पूर्व ना सेल्फ रिफ्लेक्शन करूँ सेल्फ रिफ्लेक्शन मीन्स आप भावतु जे आज दिन भितर मु कौन कौन भल कम कौन खराब कम माने 2-3टा जिनस फाइंड आउट करंतु भल खराब ग्राटिट्यूड मोस्ट इंपोर्टेंट ग्राटिट्यूड मेंशन करंतु धन्यवाद दियंतु यूनिवर्स को भगवान को सांग साथी जहाँ ठारू भी आपन को आज किछि भी हेल्प मिले ना सेति पय थैंकफुल रुहंतु सेल्फ रिफ्लेक्शन आप कहते ये जिनसटा करेंगे तापर आपन रूटीन शेष करेंगे ये है आमर 4 पार्ट जो आम डिवाइड करते रूटीन की केमती फिलअप करेंगे मुझे टिके टिके हिंट्स देदेली देखूँ मो समय जहाँ आपण समय से नुह माने समस्त अलग अलग इंपोर्टाट काम थाए मु घरे रोची कि घरे मोर एक्टिविटी रोची तो मु मो हिसाब रे रूटीन फिक्स करछि जदि आपण जॉब होल्डर आपण जॉब को जाउछन्ती कि बिजनेस किछि आपणकर कि आपण घरे भी रुहंतु आपणकर इंपोर्टाट काम अलग तो से हिसाब रे आपण निज निजर रूटीन फिक्स करेंगे किंतु मु आपको गोटे ओवरऑल आइडिया देदेली केमती आप 4 पार्ट रे डिवाइड करी तापर आमे हमर रूटीन फिक्स करिया एबे कथा हला आमे रूटीन हमर बनै देले किंतु से रूटीन के आमे फॉलो करि पारु नाहंती काहे हमर सेकंड पॉइंट थिला ना फर्स्ट थिला हम केमिति रूटीन बनैबा सेकंड थिला हमर कि रूटीन तो बनै देले तारे फॉलो करि पारु नाहंती काहे
ଜାଣନ୍ତି ରୁଟିନ୍ ଫଲୋ ନ କରିବାର ମେନ୍ ଜିନିଷ ହେଉଛି ଡିଷ୍ଟ୍ରାକ୍ସନ୍। ଆଉ ଆପଣ ଫାଇଣ୍ଡ ଆଉଟ୍ କରନ୍ତୁ କି ଆପଣଙ୍କର ବିଗେଷ୍ଟ ଡିଷ୍ଟ୍ରାକ୍ସନ୍ କ'ଣ। ଯେମିତି ପର୍ସନାଲି ମୋର ଡିଷ୍ଟ୍ରାକ୍ସନ୍ ଥିଲା ଲେଜିନେସ୍ ମାନେ ହୋଲ୍ ଡେ ମୋତେ ଲେଜି ଲାଗେନି, କିନ୍ତୁ ବେଡ୍ରୁ ଉଠିବା, ସକାଳୁ ବେଡ୍ରୁ ଉଠିବା ମୋତେ ବହୁତ ପ୍ରୋବ୍ଲେମ୍ ହୁଏ। ମୁଁ ଉଠିପାରେନି, ମାନେ ପୁରା ରହେ। ତା ପାଇଁ ବି ମୁଁ ଟ୍ରିକ୍ କଲି, ଭଗବାନଙ୍କ କୃପାରୁ ଏବେ ଉଠୁଛି। ତ ବିଗେଷ୍ଟ ଡିଷ୍ଟ୍ରାକ୍ସନ୍ ସେଇଟା ମୋର ଥିଲା। ବେଡ୍ରୁ ମୁଁ ମାନେ ଜଲ୍ଦି ଉଠିପାରେନି। ସେକେଣ୍ଡ ଥିଲା ଫୋନ୍ କଲ୍, ମାନେ ଫୋନ୍ ସ୍କ୍ରଲ୍ ନୁହେଁ ମୋର କଲ୍। ଯଦି ସାଙ୍ଗସାଥି କିଏ ଫୋନ୍ କଲେ, ରିଲେଟିଭ୍ସ କିଏ ଫୋନ୍ କଲେ, ମୁଁ ମାନେ ଫୋନ୍ କଲ୍ରେ ଲାଗିଛି ତ ଲାଗିଛି, ହଁ କାମ କରୁଥିବି କିନ୍ତୁ ଫୋନ୍ କଲ୍ରେ ଲାଗିଥିବି। ଆକ୍ଚୁଆଲି ଏଇଟା ଥିଲା ମୋର ବିଗେଷ୍ଟ ଡିଷ୍ଟ୍ରାକ୍ସନ୍। ଯଦି ଆପଣଙ୍କର ଏ ଦୁଇଟା ବିଗେଷ୍ଟ ଡିଷ୍ଟ୍ରାକ୍ସନ୍ ଥାଏ ତାହେଲେ ଆ ପାଇଁ ଟିକେ ଟିକେ ମୁଁ ରୁଲ୍ କହିଦେଉଛି। ଯେତେବେଳେ ଆପଣ ବେଡ୍ରୁ ଉଠୁଛନ୍ତି ନା, ସେତେବେଳେ ଆପଣଙ୍କ ମାଇଣ୍ଡ ସେତେବେଳେ ଯେଉଁ 3-4 ସେକେଣ୍ଡ ରହିଲା, ଯେଉଁ 4 ସେକେଣ୍ଡ କି 3 ସେକେଣ୍ଡ ରହିଲା ନା, ସେଇ ସମୟଟା ହିଁ ଆପଣଙ୍କର ମେନ୍ ଟାଇମ୍। ସେଇ ସମୟରେ ଆପଣ କ'ଣ କରିବେ, ପୁରା ଉଠିକିରି ରୁମ୍ର ସବୁ ଲାଇଟ୍ ଅନ୍ କରିଦେବେ, ନିଦ ଭାଙ୍ଗିଯିବ। କିନ୍ତୁ ହଁ ଫ୍ୟାମିଲି ମେମ୍ବର ଅଲଗା ରୁହନ୍ତି, ଆମକୁ ମାନେ କ'ଣ ହୁଏ ନା ଆମେ ଲାଇଟ୍ ବି ଅନ୍ କରି ହୁଏନି, ସମସ୍ତଙ୍କ ନିଦ ଭାଙ୍ଗିଯିବ। ତ ସେଇ ଟାଇମ୍ରେ ଆପଣ କ'ଣ କରିବେ, ପୁରା ମେନ୍ ଡୋର୍ ଖୋଲିବେ ଆଉ ବାହାରକୁ ପଳେଇବେ। ବାହାରେ ଯାଇ ଯେତେବେଳେ ଆପଣ 10-15 ମିନିଟ୍ ବୁଲିକି ଆସିବେ, 15-20 ମିନିଟ୍ ବାହାରର ଫ୍ରେଶ୍ ଏୟାର ପାଇଁକି ଆପଣଙ୍କ ମାଇଣ୍ଡ ନା ଆକ୍ଟିଭେଟ୍ ହେଇଯାଏ ଅଲଗା ପ୍ରକାର। ମାନେ ସେ ଯେଉଁ ଲେଜିନେସ୍ରେ ଆପଣ ଥାଆନ୍ତି, ସେ ଲେଜିରୁ ବାହାରିକି ଆପଣ ପୁରା ଆକ୍ଟିଭ୍ ମୋଡ଼କୁ ପଳେଇ ଆସିବେ। ଇଏ ହେଲା ସେଇ 3-4 ସେକେଣ୍ଡ। ମାନେ ଯଦି ଆପଣ ଭାବିଲେ ନିଦ ଲାଗୁଛି ଆଉ ଟିକେ ଶୋଇପଡ଼େ ପୁଣି ଉଠିବି, ତାହେଲେ ଆପଣ ଶୋଇଯିବେ। କିନ୍ତୁ ସେଇ ସମୟରେ ଯଦି ଆପଣ ପୁରା ମାଇଣ୍ଡ ସ୍ଥିର କରି ଉଠିକିରି ବାହାରକୁ ପଳେଇଲେ, କି ଆପଣ ହଲ୍କୁ ପଳେଇ ଆସିକି ବି ଲାଇଟ୍ ସବୁ ଅନ୍ କରିଦେବେ, ତ ତାହେଲେ ଆପଣଙ୍କ ନିଦ ଛାଡ଼ିକି ପଳେଇବ। ଏଇଟା ମୁଁ କରିକି ଦେଖିଛି, ତ ଟ୍ରିକ୍ ଆପଣଙ୍କୁ କହିଦେଲି। ତାପରେ ସେକେଣ୍ଡ ହେଲା ଆମର ଫୋନ୍ କଲ୍ର ଡିଷ୍ଟ୍ରାକ୍ସନ୍। ଏଇଟା ଆକ୍ଚୁଆଲି ମୋର ବହୁତ ଥିଲା। ଆକ୍ଚୁଆଲି ଫୋନ୍ କଲ୍ରେ କ'ଣ ହୁଏ କହିଲେ, ଆପଣ ଦୂରରେ ରହିଲେ, ଆପଣ କୌଣସି ଘଟଣାରେ ଇନଭଲ୍ଭ ବି ନଥିବେ, କିନ୍ତୁ କ'ଣ କରନ୍ତି, ଯେତେବେଳେ ଫୋନ୍ କଲ୍ରେ ରିଲେଟିଭ୍ସ ହୁଅନ୍ତୁ, ସାଙ୍ଗସାଥି ହୁଅନ୍ତୁ, ଫୋନ୍ କଲ୍ରେ କଥା ହେଲେ ବହୁତ ସମୟ, ଯେତେବେଳେ ଆମେ ବହୁତ ସମୟ କଥା ହୁଅନ୍ତୁ ନା, ଅନନେସେସରି କଥା ହୁଅନ୍ତି। ଆକ୍ଚୁଆଲି କମ୍ ସମୟ କଥା ହେଲେ ଇମ୍ପୋର୍ଟାଣ୍ଟ କଥା ହେବେ, ଫୋନ୍ ରଖିବେ। ଅଧିକା ସମୟ କଥା ହେଲେ ଅନନେସେସରି କଥା ଗୁଡ଼ାକ ହୁଅନ୍ତି। ଯେଉଁ ଘଟଣାରେ ଆପଣଙ୍କର କିଛି ଯାଏ ଆସେ ନାହିଁ ନା, ସେ ଘଟଣାରେ ଆପଣ ଅଟୋମେଟିକ୍ ଫସିଯିବେ। ଶେଷରେ ଆପଣ ସେଥିରେ ଭୁଲ ପ୍ରମାଣିତ ହେବେ, ମାନେ ଆପଣ ସେଥିରେ ଖରାପ ହେଇକି ବାହାରିବେ। ଆପଣଙ୍କର ଇମେଜ୍ ଯିବ, ଆପଣଙ୍କର ଟାଇମ୍ ବି ଯିବ, ନିଜ ଭିତର ଯେଉଁ ଇନର ଗୋଟେ ଭଲ ମଣିଷ ନା, ସିଏ ବି ଅଳିଆ ହେଇକା ଯିବ। ତ ବେଷ୍ଟ ମୁଁ ଆଜିକାଲିକା ଯେଉଁ ଟ୍ରିକ୍ ୟୁଜ୍ କରୁଛି ଆପଣଙ୍କୁ କହିଦେଉଛି। ଯଦି ମୋତେ ତଳେ କିଛି ଯିବା ପାଇଁ ଥାଏ, ମାନେ ଘରଠୁ ତଳକୁ, ତ ମୁଁ କ'ଣ କରେ, ଜାଣିଛି ମୋର ଫୋନ୍ ଦରକାର ହେବନି, ତ ମୁଁ ଫୋନ୍ ମୋର ସାଇଲେଣ୍ଟ ମୋଡ୍ କରିଦେଇକି ପଳାଏ। କି ଘରେ ବି ରହିଲି ମୁଁ ଅଲ୍ ଟାଇମ୍ ୱାଇଫାଇରେ କନେକ୍ଟ କରେନି, କି ନେଟ୍ ବି ଅନ୍ କରେନି। କାରଣ ଯେତେବେଳେ ଅଲ୍ ଟାଇମ୍ ୱାଇଫାଇ କନେକ୍ଟ ରହିବ କି ନେଟ୍ରେ ଅନ୍ ରହିବ, ନୋଟିଫିକେସନ୍ ଆସିଥିବ, ଟିଙ୍ଗ 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 ସାଉଣ୍ଡ ହେବ, ଆପଣଙ୍କ ମନଟା ସେଟ୍ ଥିବ, ଏ ମେସେଜ୍ କରିଥିଲା, ରିପ୍ଲାଏ ଦେଲା କି ନାହିଁ, ମୁଁ ଆକୁ କ'ଣ କହିବି। କି ଆପଣ ଟିକେ କାମ କରୁଥିବେ, ଟିକେ ବୋର୍ ହେଇଗଲେ, ପୁଣି ଆସିକି କ'ଣ କରିବେ, ଫୋନ୍ ଟିକେ ଚେକ୍ କରିଦେଉଥିବେ। ତ ଟ୍ରାଏ କରନ୍ତୁ, ଯଦି ଘରେ ସମସ୍ତେ ପଳେଇଛନ୍ତି, ମନେକର ଆପଣ ଏକୁଟିଆ ଅଛନ୍ତି, ୱାଇଫାଇଟା ବନ୍ଦ କରିକି ରଖିବାକୁ। ଯଦି ହଁ ଠିକ୍ ଅଛି ୱାଇଫାଇ ଅନ୍ କରିକି ରଖିଛନ୍ତି, ତାହେଲେ ଫୋନ୍ର ୱାଇଫାଇ କନେକ୍ସନ୍ଟା ବନ୍ଦ ରଖନ୍ତୁ। ଯେତେବେଳେ ଦରକାର ଅନ୍ କରିବେ, ଆଉ ଇଏ ୟୁଜ୍ କରିବେ। ଆଉ ଫୋନ୍ କଲ୍ ପାଇଁ ବି ସେମ୍, ମାନେ ଟାଇମିଂ ବନାନ୍ତୁ କି ମୋତେ 10 ମିନିଟ୍ କଥା ହେବାର ଅଛି, ଆଉ ମୋର କାମ କରିବାର ଅଛି। ଆପଣ ଯେତେବେଳେ ନିଜ ରୁଟିନ୍କି ପୁରା ଫିକ୍ସ କରିଦେବେ ନା, ସେତେବେଳେ ଯେତେବେଳେ ଆପଣ ଫୋନ୍ କଲ୍ ଅଧିକ ସମୟ କଥା ହେବେ, ଆପଣ ନିଜକୁ ଗିଲ୍ଟି ଫିଲ୍ ହେବ କି ଆରେ ମୁଁ ସମୟ ଏଠି ଦେଲି, ମୋ ଇମ୍ପୋର୍ଟାଣ୍ଟ କାମଟା ଅଟକିଗଲା। କିନ୍ତୁ ଆପଣଙ୍କର ଯଦି ରୁଟିନ୍ ନାହିଁ, ମନ ଇଚ୍ଛା କାମ କରୁଛନ୍ତି, ସେତେବେଳେ ଫୋନ୍ ବାଟରେ ଚାଲିଥିବ, ଆପଣ ଆପଣଙ୍କ ବାଟରେ ଚାଲିଥିବେ। ତେଣୁକରି ରୁଟିନ୍ ବନାନ୍ତୁ। ରୁଟିନ୍ ଭିତରେ ନିଜକୁ ଯେତେବେଳେ ଜବରଦସ୍ତି ପୁରା ଭରିବେ ନା, ଆପଣଙ୍କର ସବୁ ଏଇ ଯେଉଁ ଡିଷ୍ଟ୍ରାକ୍ସନ୍ ଜିନିଷ ଗୁଡ଼ାକ, ଏଗୁଡ଼ା ବି ଧୀରେ ଧୀରେ, ମୁଁ କହୁନି ଯେ ଗୋଟେ ଦିନରେ ହେଇଯିବ, ଗୋଟେ ୱିକ୍ରେ ହେଇଯିବ, ଟାଇମ୍ ଲାଗିବ 15 ଦିନ, ମାସେ, 2 ମାସେ, ଧୀରେ ଧୀରେ ନା ଆପଣ ତା ଭିତରେ ଫିକ୍ସ ହେଇଯିବେ। ତ ଇଏ ହେଲା ସବୁ ଡିଷ୍ଟ୍ରାକ୍ସନ୍। ସେମିତି ଆପଣମାନେ ଫାଇଣ୍ଡ ଆଉଟ୍ କରନ୍ତୁ କି ଆପଣଙ୍କର ସବୁ ଡିଷ୍ଟ୍ରାକ୍ସନ୍ କ'ଣ ରହିଛି, ଫାଇଣ୍ଡ ଆଉଟ୍ କରନ୍ତୁ। ତା ଭିତରୁ କେମିତି ବାହାରିବେ ନା, ସେ ଡିଷ୍ଟ୍ରାକ୍ସନ୍ ଭିତରୁ, ସେ ଯେଉଁ ବିଗେଷ୍ଟ ଡିଷ୍ଟ୍ରାକ୍ସନ୍ ଆପଣ ଟ୍ରାଏ କରନ୍ତୁ। ହଁ ଯଦି କିଛି ବାଟ ଆପଣ ପାଉନାହାନ୍ତି, ଟ୍ରାଏ କରି ଥକିଗଲେଣି, ତ ଆପଣ ମୋତେ କମେଣ୍ଟରେ କହିପାରିବେ କି ମୋର ଡିଷ୍ଟ୍ରାକ୍ସନ୍ ଏଇଆ। ମୁଁ ମୋର ଯାହା ବି, ମାନେ ମୋ ଲାଇଫ୍ର ଯାହା ବି ମୁଁ ଶିଖିଛି, ତା ଭିତରୁ ହଉ କି ସର୍ଚ୍ଚ କରିକି ହଉ, ମାନେ ଠିକ୍ ଜିନିଷ ଗୁଡ଼ାକ ଆପଣଙ୍କୁ ନେକ୍ସଟ ଭିଡ଼ିଓରେ ପ୍ରୋଭାଇଡ଼ କରିବା ପାଇଁକି, କି ଏକ୍ଜାକ୍ଟ ମାନେ ଆମର ଆପଣଙ୍କର ଡିଷ୍ଟ୍ରାକ୍ସନ୍କୁ କେମିତି ସାଇଡ଼୍ କରିହେବ, ତ କମେଣ୍ଟରେ ସେ ଜିନିଷଟା ମୋତେ କହିବେ। ଏବେ ଆମେ ଆସିବା ସେ ମ୍ୟାଜିକ୍ ଟ୍ରିକ୍କୁ। ମୁଁ ଆପଣଙ୍କୁ କହିଥିଲି ନା, ଆପଣ ସ୍ମାର୍ଟ ୱେରେ ରୁଟିନ୍ ବନେଇ ବି ଦେଲେ,
ଆଉ ତଥାପି ତାକୁ ଫଲୋ କରିପାରୁନାହାନ୍ତି, ଆପଣ ଆପଣଙ୍କ ବିଗେଷ୍ଟ ଡିଷ୍ଟ୍ରାକ୍ସନ୍ ଫାଇଣ୍ଡ ବି କରିଦେଲେ ତଥାପି ସେ ରୁଟିନ୍ କି ଫଲୋ କରିପାରୁନାହାନ୍ତି, ତାହେଲେ ଆପଣଙ୍କୁ ଏବେ ଆପଣଙ୍କର ସେ ମ୍ୟାଜିକ୍ ଟ୍ରିକ୍ଟା ଆପ୍ଲାଏ କରିବାକୁ ପଡ଼ିବ। ଏବେ ସେ ମ୍ୟାଜିକ୍ ଟ୍ରିକ୍ଟା ମୁଁ ଆପଣଙ୍କୁ କହୁଛି। ଆରାମସେ ରୁଟିନ୍ ବନାନ୍ତୁ, ତାକୁ ଗୋଟେ ୱାଲ୍ରେ ହଉ କି ଯେଉଁଠି ଆପଣ କମ୍ଫର୍ଟେବୁଲ୍ ସେଇଠି ଚିପକେଇକି ରଖନ୍ତୁ, ଆଉ ବାରମ୍ବାର ନା ସେ ରୁଟିନ୍ କି ଦେଖନ୍ତୁ। ଏଇଟାକୁ ଆମେ ଲ ଅଫ୍ ଆଟ୍ରାକ୍ସନ୍ ହୁଏ, ଆଉ ଏଇ ଜିନିଷକୁ ଆମେ ନ୍ୟୁରୋ ସାଇନ୍ସରେ ରେକ୍ଟିକୁଲାର ଆକ୍ଟିଭେଟିଂ ସିଷ୍ଟମ୍ କୁହନ୍ତି। ଆଉ ରେକ୍ଟିକୁଲାର ଆକ୍ଟିଭେଟିଂ ସିଷ୍ଟମ୍ ହେଲା ବ୍ରେନ୍ ଯେଉଁ ଜିନିଷକୁ ବାରମ୍ବାର ଦେଖେ ବା ରିପିଟ୍ ହୁଏ ସେଇଟା କ'ଣ ହୁଏ ନା ଆମର ସବକନସିୟସ୍ ମାଇଣ୍ଡକୁ ସିଗ୍ନାଲ୍ ଯାଏ, ଆଉ ଯେତେବେଳେ ସବକନସିୟସ୍ ମାଇଣ୍ଡକୁ ସିଗ୍ନାଲ୍ ଯାଏ ମାଇଣ୍ଡ ନା ସେ କାମ କରିବାକୁ ନିଜେ ନିଜେ ତାର ବାଟ ବନାଏ। ଆପଣ ଏଇଟା କରିକି ଦେଖିବେ, ଇଏ ପୁରା ମାନେ ଏଇଟା ମୋ ନିଜର ମାନେ ମୁଁ ଟ୍ରାଏ ବି କରିଛି ଯେଉଁ ଜିନିଷଟା ହେଇଛି। ତାପରେ ଆପଣ ଲ ଅଫ୍ ଆଟ୍ରାକ୍ସନ୍ ବି ଶୁଣିଥିବେ, ଭିଜୁଆଲାଇଜେସନ୍ ବି ଗୋଟେ ଜିନିଷ ଶୁଣିଥିବେ ଯେ ଆପଣଙ୍କର ଯାହା କରିବାର ଅଛି ତାର ଇମେଜ୍ ବାହାର କରିକି ଗୁଗଲରୁ ହଉ କି ପ୍ରିଣ୍ଟ ଆଉଟ୍ ଆମର ପ୍ରିଣ୍ଟେଷ୍ଟରୁ ପ୍ରିଣ୍ଟ ଆଉଟ୍ ବାହାର କରିକିରି ସେଗୁଡ଼ାକ ଚିପକାନ୍ତୁ, ତାକୁ ବାରମ୍ବାର ଦେଖନ୍ତୁ, ମନରେ ଭାବନ୍ତୁ। ୟାକୁ ଲ ଅଫ୍ ଆଟ୍ରାକ୍ସନ୍ ଭିଜୁଆଲାଇଜେସନ୍ କୁହନ୍ତି, କିନ୍ତୁ ନ୍ୟୁରୋ ସାଇନ୍ସରେ ମୁଁ ଆପଣଙ୍କୁ କହିଲି ରେଟିକୁଲାର ଆକ୍ଟିଭେଟିଂ ସିଷ୍ଟମ୍ କୁହନ୍ତି। ଆପଣ ଏଇଟା କରିବେ, ଏଇଟା ନା ଆକ୍ଚୁଆଲି ମ୍ୟାଜିକ୍। କାରଣ ଆପଣଙ୍କୁ ମୁଁ ଗୋଟେ ଛୋଟ ଜିନିଷ କହୁଛି, ଆପଣ ଯଦି ଫୋନ୍ରେ କିଛି ଜିନିଷ ଦେଖୁଛନ୍ତି, ଥରେ ଦେଖିଲେ ସେକେଣ୍ଡ ବି ଆପଣଙ୍କର ଦେଖିବାକୁ ଇଚ୍ଛା ହେବ, ଯେତେବେଳେ ସେଇ ଟାଇପ୍ର ଜିନିଷ ଆପଣ ବାରମ୍ବାର ଦେଖିଲେ ନା, ବାରମ୍ବାର ଦେଖିଲେ ମାଇଣ୍ଡରେ ଥିଙ୍କ ଆସିବ, ଯେତେବେଳେ ଭାବିଲେ ଭାବି ବେଳେବେଳେ କ'ଣ ହୁଏ ସେମ୍ ଜିନିଷ ଆମେ କରିବି ଦିଅନ୍ତି, ଭଲ ଜିନିଷ ହଉ କି ଖରାପ ଜିନିଷ ହଉ, ଯଦି ଆପଣ ବାରମ୍ବାର ଭାବିଲେ କି ତାକୁ ଦେଖିଲେ ଗୋଟେ ଟାଇମ୍ ମାନେ ଆସେ ନା ଆପଣ କ'ଣ କରନ୍ତି ସେ ଜିନିଷଟାକୁ ଆପଣ କରିବି ଦେବେ। ତ ଏଇଟାକୁ ଆମର ଲ ଅଫ୍ ଆଟ୍ରାକ୍ସନ୍ କୁହନ୍ତି, ଆଉ ନ୍ୟୁରୋ ସାଇନ୍ସ ରେଟିକୁଲାର ଆକ୍ଟିଭେଟିଂ ସିଷ୍ଟମ୍ କୁହନ୍ତି। ଏଇଟା ହେଉଛି ମ୍ୟାଜିକ୍, ଆପଣ ଏଇଟା ନା କେବେ କରିକି ଦେଖିବେ, ଏଇଟା ନା ବହୁତ ମାନେ ଆମର ବହୁତ ହେଲ୍ପଫୁଲ୍। ଆଉ ବି ବେଳେବେଳେ କ'ଣ ହୁଏ କହିଲେ, ମାନେ ଆମେ ସମସ୍ତେ ହେଲେ ହ୍ୟୁମାନ୍, ଠିକ୍ ଅଛି, ତ ହ୍ୟୁମାନ୍ ମାନେ ନା ଆମର ଭଲ ରହିବ ମନ୍ଦ ରହିବ ସବୁ ମିକ୍ସ ହେଇକି ଲାଇଫ୍ରେ ଚାଲିବ। ତ ବେଳେବେଳେ ଆମେ ରୁଟିନ୍ ବି ବନାନ୍ତି, କିନ୍ତୁ କିଛି ଫ୍ୟାମିଲିରେ କିଛି ଏପଟ ସେପଟ ହେଇଗଲା, କାହାର ଦେହ ଖରାପ ହେଲା କି ଆମ ନିଜର ଦେହ ଖରାପ ହେଲା, କିଛି ଇମୋସନାଲ୍ ଥିଙ୍ଗ ମାଇଣ୍ଡରେ ଚାଲିଛି, ସେତେବେଳେ ଆମ ରୁଟିନ୍ ହାମ୍ପର୍ ହୁଏ, ମାନେ ଆମ ମାଇଣ୍ଡ ଡିଷ୍ଟର୍ବ ଥାଏ ନା, ତ କାମ କରିବା ବି ବହୁତ ବଢ଼ିଯାଏ। ଯଦି ଫ୍ୟାମିଲିରେ କାହା ଦେହ ଖରାପ ହେଲା ଆମର ବି ଆମ ରୁଟିନ୍ ବି ଏପଟ ସେପଟ ହେଇଯାଏ, ତାଙ୍କର ସେବା ତାଙ୍କ କାମ ଭିତରେ ନା ଆମର ଡେ ଟୁ ଡେ ଲାଇଫ୍ଟା ବିଗିଡ଼ିଯାଏ। ତ ସେତେବେଳେ ଜମା ବି ଗିଲ୍ଟି ଫିଲ୍ କରନ୍ତୁନି, କାରଣ ଆମେ ହେଲୁ ସମସ୍ତେ ଆମେ ହେଲୁ ମଣିଷ, ଆଉ ଭୁଲ ଠିକ୍ କେମିତି ଉଚ୍ଚ ନିଚ ଏସବୁ ଜିନିଷ ହେବ। ତା ପାଇଁ ଯଦି ଦିନେ 2 ଦିନ କି ଗୋଟେ ୱିକ୍ ବି ଆପଣଙ୍କ ରୁଟିନ୍ ଏପଟ ସେପଟ ହେଉଛି ତାହେଲେ କିଛି ବି ମନ ଦୁଃଖ କରନ୍ତୁନି। କିନ୍ତୁ ହଁ, ଆଉ ଯଦି ଆପଣ ଜାଣି ଛୋଟ ଛୋଟ ଇସ୍ୟୁ ବାରମ୍ବାର ସେମ୍ ଜିନିଷର ରିପିଟେସନ୍ କରି ରୁଟିନ୍ ବ୍ରେକ୍ କରୁଛନ୍ତି, ତାହେଲେ ମୁଁ କହିବି ଆପଣ ମାନେ ଠିକ୍ କାମ କରୁନାହାନ୍ତି। ତ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ଏ କେସ୍ରେ, ଛୋଟ ଛୋଟ ଜିନିଷକୁ ଛାଡ଼ିବାକୁ ପଡ଼ିବ। ଆଉ ଯଦି କିଛି ବିଗ୍ ପ୍ରୋବ୍ଲେମ୍ ଆସିଲା ତା ପାଇଁ ଆପଣ ରୁଟିନ୍ କେବେ କେବେ ବ୍ରେକ୍ କରିଦେଲେ ଇଟ୍ସ ଓକେ। ତାହେଲେ ଏ ଥିଲା ଆମର ଆଜିର କଥା, ଆଉ କଥାକୁ ମୁଁ ସମରାଇଜ୍ କରିଦେଉଛି କି ଓଭରାଲ୍ ମୁଁ କ'ଣ କହିଲି। ସ୍ମାର୍ଟ ୱେରେ ଆମେ କେମିତି ରୁଟିନ୍ ବନେଇବା, ତାପରେ ଆମେ ରୁଟିନ୍ ବନେଇ ସାରିଲେ ନା ଆମେ ଫାଇଣ୍ଡ ଆଉଟ୍ କରିବା ଯେ ଆମର ଇମ୍ପୋର୍ଟାଣ୍ଟ କାମ କ'ଣ, ସେଇ ହିସାବରେ ତାକୁ ସେଥିରେ ଫିକ୍ସ କରିବା, ଆଉ ଏଇଟା ବି ଫାଇଣ୍ଡ ଆଉଟ୍ କରିବା କି ଆମର ବିଗେଷ୍ଟ ଡିଷ୍ଟ୍ରାକ୍ସନ୍ କ'ଣ ସେଇଟାକୁ ଇରାଡିକେଟ୍ କରିବାକୁ ଟ୍ରାଏ କରିବା। ହଁ, ଆପଣ ଯଦି କରିପାରୁନାହାନ୍ତି କମେଣ୍ଟରେ ମୋତେ କହିବେ କି ଆପଣଙ୍କର ଡିଷ୍ଟ୍ରାକ୍ସନ୍ କ'ଣ, ତା ପାଇଁ ମୁଁ ମୋର ସର୍ଚ୍ଚ କରିକି କି ନିଜ ଅନୁଭୂତି ସବୁ ମିକ୍ସ କରିକିରି ଗୋଟେ ରିଅଲ୍ ଭିଡ଼ିଓ ବନେଇବି ତା ଉପରେ ଏଇଟା। ତାପରେ ଯଦି ଏ ଦୁଇଟା ଜିନିଷ ଫେଲ୍ ମାରିଗଲା ତାହେଲେ ଆପଣ ସେ ମ୍ୟାଜିକ୍ ଟ୍ରିକ୍ ୟୁଜ୍ କରନ୍ତୁ, 15 ଦିନ ମାସେ ସେ ମ୍ୟାଜିକ୍ ଟ୍ରିକ୍ ୟୁଜ୍ କରନ୍ତୁ। ଆପଣ ଦେଖିବେ ନା ସତରେ ଯଦି ଆପଣଙ୍କ ମନ ଭିତରେ ଇଚ୍ଛା ଥିବ କି ନାଇଁ ମୋତେ ଏ କାମ କରିବାର ଅଛି, କିନ୍ତୁ ଆପଣ ନିଜର ଅଳସୁଆପଣ ପାଇଁ ହଉ କି କିଛି XYZ କାରଣ ପାଇଁ ହଉ ସେଟା କରିପାରୁନାହାନ୍ତି, କିନ୍ତୁ ଆପଣଙ୍କ ମନରେ ବାରମ୍ବାର ଆସୁଛି ନାଇଁ ମୋ ଲାଇଫ୍କି ପ୍ରଡକ୍ଟିଭ୍ ବନେଇବାର ଅଛି, ତାହେଲେ ସେ ଭିଜୁଆଲାଇଜେସନ୍ ଟେକ୍ନିକ୍ଟା ଯେଉଁଟା ମୋ ମ୍ୟାଜିକ୍ ଟ୍ରିକ୍ ହୁଏ ସେଇଟା ଆପଣ ୟୁଜ୍ କରିବେ। ଠିକ୍ ଅଛି, ତ ଆଶା କରୁଛି ଆଜିର ଭିଡ଼ିଓ ଆପଣଙ୍କୁ କିଛି ଶିଖେଇଥିବ। ତ ଯଦି ଭିଡ଼ିଓ ଆପଣଙ୍କ ପାଇଁ ହେଲ୍ପଫୁଲ୍ ରହିଲା ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଆଉ ମନରେ କିଛି ଥିଲେ କମେଣ୍ଟରେ କହିପାରିବେ। ରହୁଛି, ନମସ୍କାର।